गोटे चिड़ियाखाना थिबा पशुंक संख्या चित्रलेखरे दर्शाଯାଇଛି। ଏବେ ପିଲାମାନେ ଚିତ୍ରଲେଖ କହିଲେ ଆମେ କ'ଣ ବୁଝୁଛେ? ଯେତେବେଳେ ଆମେ ତଥ୍ୟ ଗୁଡ଼ିକୁ ଚିତ୍ର ସାହାଯ୍ୟରେ ଦେଖେଇବା, ସେତେବେଳେ ସେ ଲେଖକୁ ଆମେ କହିପାରିବା ଚିତ୍ରଲେଖ। ଏଠାରେ ଦେଖ ଆନୁଭୂମିକ ଅକ୍ଷରେ ମୁଁ ପଶୁମାନଙ୍କର ନାମ ଲେଖିଛି, ହରିଣ, ସିଂହ, ବାଘ, ଭାଲୁ, ହାତୀ, ଏବଂ ଉଲମ୍ବ ଅକ୍ଷରେ ପଶୁଙ୍କ ସଂଖ୍ୟା ଦେଖେଇଛି। ଅର୍ଥାତ୍ ହରିଣ କେତୋଟି ଅଛନ୍ତି, ସିଂହ କେତୋଟି ଅଛନ୍ତି, ବାଘ କେତୋଟି ଅଛନ୍ତି, ଭାଲୁ କେତୋଟି ଅଛନ୍ତି ଏବଂ ହାତୀ କେତୋଟି ଅଛନ୍ତି, ତାହା ଆମେ ଦର୍ଶାଇଛେ। କିପରି ଦର୍ଶାଇଛେ? ଚିତ୍ର ସାହାଯ୍ୟରେ। ସେଥିଲାଗି ଏହା ଗୋଟେ ଚିତ୍ରଲେଖ। ଏବେ ହରିଣ କେତୋଟି ଅଛନ୍ତି? ପ୍ରତ୍ୟେକ ଚିତ୍ର ପାଇଁ ଆମେ 4ଟି ପଶୁ ନେଇଛେ। ତେଣୁ ହରିଣ କେତୋଟି ଅଛନ୍ତି? 4 + 4 8, 8 + 4 12, 12 + 4 16, 16 + 4 20, 20 + 4 24। ତେଣୁ ହରିଣ ଅଛନ୍ତି 24ଟି। ଏବେ ସିଂହ କେତୋଟି ଅଛନ୍ତି? ସେପରି ପ୍ରତ୍ୟେକ ଚିତ୍ର ପାଇଁ ଆମେ 4ଟି ପଶୁ ନେବା। ତେଣୁ 4 + 4 8, 8 + 4 12। 3ଟି ଚିତ୍ର ଅଛି ଏବଂ ପ୍ରତ୍ୟେକ ଚିତ୍ର ପାଇଁ ଆମେ 4ଟି ପଶୁ ନେଇଛେ। ତେଣୁ 3ରେ ଯଦି ଆମେ 4 ଗୁଣିବା ଆମେ ପାଇବା 12। ବୁଝିପାରୁଛ? ସେପରି ଏଠି ବାଘ କେତୋଟି ଅଛନ୍ତି? 2ଟି ଚିତ୍ର। ତେଣୁ 2 × 4 8। ଭାଲୁ କେତୋଟି ଅଛନ୍ତି? 4ଟି ଚିତ୍ର। ତେଣୁ 4 × 4 16। ହାତୀ କେତୋଟି ଅଛନ୍ତି? 5ଟି ଚିତ୍ର। ତେଣୁ 5 × 4 20। ଏବଂ ତୁମେ ଯଦି ମିଶେଇବ ବି ପାଇବ 20। ଦେଖ ମିଶେଇକି 4 + 4 8, 8 + 4 12, 12 + 4 16, 16 + 4 20। ଏବେ ପିଲାମାନେ କୁହ, ଏ ଚିଡ଼ିଆଖାନାରେ ସମୁଦାୟ କେତୋଟି ପଶୁ ଅଛନ୍ତି? କିପରି ଜାଣିବା? ଆମେ ଏହି ସଂଖ୍ୟା ଗୁଡ଼ିକୁ ମିଶେଇବା। ତେଣୁ ମିଶେଇବି 24 + 12 + 8 + 16 + 20। ମିଶେଇଲେ କେତେ ହେଉଛି? ସମୁଦାୟ ମିଶେଇଲେ ହେବ 80। ତେଣୁ ଏ ଚିଡ଼ିଆଖାନାରେ ସମୁଦାୟ 80ଟି ପଶୁ ଅଛନ୍ତି।